ଜୀବନରେ କାଳେ ଉଡ଼ିଯିବ ସେ ଠିକ୍ ଆଣିକି ମାରିଦିଏ ଆ ଦେହରେ। ଗାଈକି ଖାଇନାହାନ୍ତି, ବାପା ପଳେଇଲେ, ମୁଁ ଖାଇବାକୁ ଦେବି। କେତେବେଳେ କ'ଣ କରିବି ଜାଣିପାରୁନି। ଗୋଡ଼ ହାତ କୋ ହେଇଗଲାଣି ସାଡ଼େ ଧାନ ଫାନ କଣ୍ଟାକଟି କରିକି ଆସିଲା ବେଳକୁ। ପିଲାମାନେ ଆଜି ଗୋଟେ କଥା କହୁଛି, ଅପ୍ରିୟ ସତ କଥା, କିଏ ଖରାପ ମାଇଣ୍ଡ ବି ନେବେନି। ସବୁ ପିଲା ତ ମୋର, ଆଉ ମୁଁ କାହାକୁ କହିବି। କିନ୍ତୁ ମା ଏଇନାକେ ଯଦି ପିଲା କୋଉଠି ବାହାରକୁ ଯିବ, ମା କ'ଣ କରିବ, ପିଲା କହୁ ନ କହୁ ମା ନିଜେ ଖୋଜିବ ମୋ ପୁଅର କୋଉଠି କି ବୋଉ ମୁଁ ଅମୁକ ଜାଗାକୁ ଯିବି। ମା ଆଗେ ପ୍ୟାଣ୍ଟ ସାର୍ଟ ଉଣ୍ଡାଳି ପକେଇବ, ତାର ସଫା ସୁତୁରା ଅଛି କି ନାହିଁ, ତା ଜୋତା ସଫା ଅଛି କି ନାହିଁ, ତା ସକ୍ସ ସଫା ଅଛି କି ନାହିଁ, ତା ଜ୍ୟାକେଟ ସଫା ଅଛି କି ନାହିଁ, ମୋ ପୁଅ କୋଉ ଟାଇମରେ ଯିବ, କେମିତି ଖାଇକି ଯିବ, ଆଉ କ'ଣ ଖାଇକି ଯିବ। ଟିକିନିକି କରିକି ମା ସବୁ କିଛି ଖୋଜିକିରି ଦେଇପାରେ। କିନ୍ତୁ ମାର ଯେତେ ବୟସ ହେଲେ ବି ସେ ନ କରିପାରୁ ଘୁଷୁରି ମୁଷୁରି କରିବ। କି ପିଲାଙ୍କୁ ଯେତେ ବୟସ ହଉ ମା ବି ସେ ଜିନିଷକୁ ଲକ୍ଷ୍ୟ ରଖିଥିବ। ମାର ଯେତେବେଳେ ପରିଣତ ବୟସ ଆସୁଛି, ବାପା ହୁଅନ୍ତୁ ମା ହୁଅନ୍ତୁ ଦି ଜଣଙ୍କର ବି ଆସୁଛି, ବାପା ମା ମାନଙ୍କୁ ପିଲାମାନେ କ'ଣ କରୁଛନ୍ତି, ସେତେବେଳେ ମା ବାପାଙ୍କର ମାଇଣ୍ଡ ମାନେ ସବୁ କଥା ମନେ ରୁହେନି। କୋଉଠି କ'ଣ ରଖିଦିଅନ୍ତି ତାକୁ ଖୋଜିକିରି ପାଆନ୍ତିନି। କୋଉ ଜାଗାରେ ଅପରିଷ୍କାର କରିଦେଲେ ତାକୁ ପରିଷ୍କାର କରିବାକୁ ତାଙ୍କୁ ମନେ ରୁହେନି। ତମେ ପଚାରିଲେ ସେ କୁହନ୍ତି ନାଇଁ ମୁଁ ସେଇଟା କରିନି। କାରଣ ସେ ଛୋଟ ପିଲା ହେଇଯାନ୍ତି, ସେତେବେଳେ ଟୋଟାଲି ମୁଣ୍ଡରେ ତାଙ୍କ ନଥାଏ ମୁଁ ଏଇ ଜିନିଷଟା ସେ ସମୟରେ କରିଛି ବୋଲିକି। ତାପରେ ବାପା ମାଙ୍କୁ ଗଣ୍ଡା ବାଢି ଦେଇକି ଆଖିରେ ଦେଖୁଛୁ, ଦୁନିଆ ଧିକାର ଭାଷା କହୁଛନ୍ତି, ଭାତ ଗୁଣ୍ଡାଏକୁ ଲୁହ ଅସରା। ଆଉ କ'ଣ କହିବି, ଅଧିକା ହେଲା ବେଳକୁ ନେଇ ବୃଦ୍ଧାଶ୍ରମରେ ବାପା ମାଙ୍କୁ ଛାଡ଼ି ଦେଇ ଆସ। କାହିଁ ମା ତ କହୁନି ତମେ ଯେତେ ଅପରିଷ୍କାର କର, ଯେତେ ଅସନା କର, ତମ ମାର ପାରୁ ପର୍ଯ୍ୟନ୍ତ ବଳ ବୟସ ଥିବା ଯାକେ ପିଲାର ଯତ୍ନ ନଉଛି। ସେତେବେଳେ ତ ମା କହୁନି ମୁଁ ତମକୁ ନେଇ କୋଉଠି ଛାଡ଼ି ଦେଇ ଆସିବି, କି ତମକୁ ମୁଁ ସମ୍ଭାଳି ପାରୁନି, କି ତମ ସେବା ମୁଁ ଏତେ କରିପାରିବିନି, କି ତମ ଯତ୍ନ ଏତେ ନେଇପାରିବିନି, ତୁ ଏତେ ପ୍ରକାରିଆ ଜିନିଷ କହୁଛୁ ମୁଁ ଖାଇବାକୁ କରିକି ଦେଇପାରିବିନି। କାହିଁ ମା ତ ତମ ମନ ବୁଝୁଛି, ତମକୁ ତ ସୁରକ୍ଷିତରେ ରଖୁଛି। ତମେ କ'ଣ କରୁଛ, ନେଇକି ବୃଦ୍ଧାଶ୍ରମରେ ଛାଡ଼ି ଦିଆଯାଉଛ। ମା ଯେତେବେଳେ ଅପରିଷ୍କାର ଅଧିକା ଅପରିଷ୍କାର କରୁଛି, କାହିଁ ତମ ମନ ତରଳୁନି, ମୋ ବାପା ମାଙ୍କୁ ମୁଁ କାହିଁ ନେଇ ଛାଡ଼ିବି। ଆମେ କାହିଁ ଛାଡ଼ିବା, ସିଏ ଯେମିତି ଆମର ଯତ୍ନ ନେଉଥିଲେ ଆମେ ସେମିତି ତାଙ୍କର ଯତ୍ନ ନେବା। ସେ ଭାବନା ଯଦି ଆଣିବେ